ଓହୋ କି ଶୀତ। ଦେଖ ମୋ ନାଟୁଆଙ୍କୁ ଓଢ଼ଣୀ ଷଷ୍ଠୀରେ ଶୀତ ବସ୍ତ୍ର ପିନ୍ଧି କେମିତି ଘୋଡ଼ ଲାଗି ବେଶ ହୋଇଛନ୍ତି ଆମ ମନୁଆ ଠାକୁର। କ'ଣ ଶାନ୍ତେ ରାତି ବଢ଼ିଲେ ଶୀତ ବଢ଼ୁଛି ନାହିଁ? ଆଚ୍ଛା କି ନାଟ ତୁମର ହୋ। ଯେତେବେଳେ ଶୀତୁଆ ରାତିରେ ଯମୁନା କୂଳରେ କେହି କଦମ୍ବ ମୂଳେ ରାଧାରାଣୀ ସହ ତ୍ରିଭଙ୍ଗୀ ଠାଣିରେ ରାସ ନଚାଉଥିଲ, ଏ ଶୀତ କୋଉଠି ଥିଲା? ଆହା ଦେଖ ତାଙ୍କ ଶୀତ ବସ୍ତ୍ରକୁ। ମଖମଲି ସୂତା କପଡ଼ାରେ ବିଭିନ୍ନ ରଙ୍ଗରେ ବିଭିନ୍ନ ବାନରୀ, ରବିବାରେ ନାଲି, ସୋମବାରେ କଳା ଛିଟା ମିଶା ଧଳା, ଆଉ ମଙ୍ଗଳବାରେ ପଞ୍ଚରଙ୍ଗ ମିଶା, ଆଉ ବୁଧବାର ଦିନ ନୀଳ, ଆଉ ଗୁରୁବାର ଦିନ ହଳଦିଆ, ଶୁକ୍ରେ ଧଳା, ଶନିରେ କଳା। ଏ 7 ଗ୍ରହକୁ 7 ଦିନରେ ଜଗତପତି ଘୋଡ଼ ବସ୍ତ୍ର ରୂପେ ପିନ୍ଧିବଟି। ଆଚ୍ଛା ଆଚ୍ଛା ଏମିତି କଥା ନାହିଁ। ଆଚ୍ଛା କହିଲ, ରାମ ଅବତାରରେ ଘୋର ବନସ୍ତରେ ଘେରୁଆ ବସ୍ତ୍ରରେ, ପୁଣି ଫୁଙ୍ଗୁଳା ଦେହରେ ଗଛ ମୂଳରେ, ପୁଣି ଖୋଲା ଆକାଶରେ କେମିତି ରହୁଥିଲ କି ମନମୋହନ? ସେତେବେଳେ ଶୀତ କୋଉଠି ଥିଲା? ଆଜି ବଡ଼ ମନ୍ଦିର ବଡ଼ ରତ୍ନ ସିଂହାସନ ଉପରେ ବସିଛ। ପବନ ଟିକେ ବାଜିବନି ମୋ ଦେହରେ, ସେଥିପାଇଁ ମେଘନାଦ ପାଚେରି ରଖିଛ। ଦେହରେ କାକର ଟୋପା ଛାଡ଼ି ପାଣି ମୁନ୍ଦେ ବି ପଡ଼ିବନି ବୋଲି ସେବକ ସେବାଇତ ରଖିଛ। ତାପରେ ବି ଏତେ ଶୀତ। ଆଚ୍ଛା ହଉ ହେଲା, ଘୋଡ଼ ଲାଗିଲେ ଭୂଷିତ ହଉ। ଭଲରେ ଥାଅ, ନହେଲେ ଥଣ୍ଡା ଧରିଯିବ ଯେ।